ସଦୟ ହୁଅନ୍ତୁ ଏବଂ ସରକାରଙ୍କୁ ସତବୁଦ୍ଧି ସଚେତନ କରାନ୍ତୁ। 3 ବର୍ଷ ଭିତରେ 1.5 ବର୍ଷ ଭିତରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମହିଳାମାନଙ୍କ କ୍ଷେତ୍ରରେ ଦେଖନ୍ତୁ, ନିଯୁକ୍ତି କ୍ଷେତ୍ରରେ ଦେଖନ୍ତୁ, ବାରମ୍ବାର ସରକାରଙ୍କୁ ସଚେତନ କଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି। ଏତେ ଅନ୍ଧ ଭିତରେ ସେ ରହିଛନ୍ତି, ତାଙ୍କର ବିଚାରଧାରା ଚିନ୍ତାଧାରା ଗୋଟିଏ ପ୍ରକାରରେ। ନହେଲେ ଆପଣ ଦେଖନ୍ତୁ ରାଜ୍ୟବାସୀ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରୁ ସଦୟ ହୁଅନ୍ତୁ ଏବଂ ସରକାରଙ୍କୁ ସତବୁଦ୍ଧି ସଚେତନ କରାନ୍ତୁ। କୌଣସି କଥାରେ ବର୍ତ୍ତମାନ କୌଣସି ଦଳ ଗୁରୁତ୍ୱ ବହନ କରୁନାହାନ୍ତି, ନା ସରକାରୀ କରୁଛନ୍ତି ନା ଯିଏ ମୁଖ୍ୟ ବିରୋଧୀ ଦଳରେ ଥିଲେ ସେ ଏ ସରକାରର ବିଫଳତାକୁ ଲୁଚାଇବା ପାଇଁ ସେ ବିଭିନ୍ନ କଥାରୁ ଦୃଷ୍ଟି ଆଡ଼େଇ ଦେବା ପାଇଁ ବିଭିନ୍ନ ସାରା ରାଜ୍ୟରେ ଦେଖନ୍ତୁ କି ଅବସ୍ଥା ଘଟିଛି। ତେଣୁ ଏସବୁ କଥା ଏଇଟା କଥା ନୁହେଁ, ଗୋଟେ ବ୍ୟଥା, ଏଇଟା ମୁଣ୍ଡ ବଥାର କାରଣ ହେଇଛି ବର୍ତ୍ତମାନ ରାଜ୍ୟବାସୀଙ୍କ ପାଇଁ। କିନ୍ତୁ ପ୍ରକୃତ ତଥ୍ୟ ହେଉଛି ରାଜ୍ୟ ଆଜି ଭାରି ମାନେ ଅସୁରକ୍ଷିତ ଅବସ୍ଥାରେ ଅଛି। ଯଦି ସବୁ ତଥ୍ୟ ନେବେ, କଂଗ୍ରେସ ଲୋକ ଉତ୍ସାହୀ ଅଛନ୍ତି, କର୍ମ କରୁଛନ୍ତି। ଖାଲି କଂଗ୍ରେସ ଭବନରେ ବସି ପ୍ରତିଷ୍ଠା ଦିବସ ପାଳନ କରିବା ସାରା ରାଜ୍ୟ ଯଦି ଶୂନ ହୋଇଯିବ, ସେଠାରେ ତଥ୍ୟ କିଛି ଉପସ୍ଥାପନ କରିବୁ ନାହିଁ। କିନ୍ତୁ ଆଶା କରିବୁ ଆମେ ନିଶ୍ଚିତ ଲୋକମାନଙ୍କ ସାଙ୍ଗରେ ରହିକି କାମ କରୁଛୁ। ଲୋକ କିଛି କନ୍ଦଳ ଆଜ୍ଞା ନାହିଁ, ଗୋଟେ ମାନସିକତା ଭିତରେ କେଉଁଠି କ'ଣ ଟିକେ ମତ ପାର୍ଥକ୍ୟ ରହିଛି। ଦେଖନ୍ତୁ, ଗୁରୁ ଦାୟିତ୍ୱ ମୋତେ ଦିଅନ୍ତୁ ବା ନ ଦିଅନ୍ତୁ, ମୁଁ ଗୋଟେ କଂଗ୍ରେସର ଶୃଙ୍ଖଳିତ ସୈନ୍ୟ। ମୋତେ କାମ ଦେଲେ ବି କରିବି, ନଦେଲେ ବି କରିବି। ମୁଁ ଟିକସ ବଢ଼େଇବେ, ସ୍ମାର୍ଟ ମିଟର ଲଗାଇବେ, ଯେଉଁ ବ୍ୟବସ୍ଥା ସୃଷ୍ଟି କରୁଛନ୍ତି, ଇଏ ମଧ୍ୟ ଗୋଟେ ମୁଣ୍ଡ ବଥାର କାରଣ।